ନିଜର ଗୋଟିଏ ଘର ହେବା ସମସ୍ତଙ୍କର ସ୍ୱପ୍ନ। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ କରନ୍ତି, ବହୁତ ଟଙ୍କା ସଂଗ୍ରହ କରନ୍ତି। ଅନେକ ଲୋକ ନିଜର ଘର କିଣିବା ପାଇଁ ଯଥେଷ୍ଟ ଟଙ୍କା ସଞ୍ଚୟ କରିପାରୁନାହାନ୍ତି। ଏପରି ଲୋକଙ୍କୁ ଭାରତ ସରକାରଙ୍କ ଦ୍ୱାରା ଘର କରିବା ପାଇଁ ସହାୟତା ଦିଆଯାଇଥାଏ। ଭାରତ ସରକାର ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚଳାନ୍ତି। କିନ୍ତୁ ଏହି ଯୋଜନା ଅଧୀନରେ ସରକାର କିଛି ସର୍ତ୍ତ ରଖିଛନ୍ତି। କେବଳ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ଲୋକମାନେ ଏହି ଯୋଜନାର ଲାଭ ପାଇପାରିବେ। କିନ୍ତୁ ବର୍ତ୍ତମାନ ସରକାର ଏହି ଯୋଜନାର ଲାଭ ପାଇବା ପାଇଁ 3ଟି ସର୍ତ୍ତକୁ ହ୍ରାସ କରିଛନ୍ତି, ଯାହା ଫଳରେ ଏବେ ଅଧିକ ଲୋକ ଏହି ଯୋଜନାର ଲାଭ ପାଇପାରିବେ। କେଉଁ ସର୍ତ୍ତଗୁଡ଼ିକ ହଟାଇ ଦିଆଯାଇଛି ଆସନ୍ତୁ ଜାଣିବା। ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ 13ଟି ସର୍ତ୍ତ ଥିଲା। ଯେଉଁ ହିତାଧିକାରୀ ଏହି 13ଟି ସର୍ତ୍ତ ପୂରଣ କରିଥିଲେ ସେ ହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସୁବିଧା ପାଇଁ ଆବେଦନ କରିପାରିବେ। କିନ୍ତୁ ଏବେ ଏହି 3ଟି ସର୍ତ୍ତକୁ ହଟାଇ ଦିଆଯାଇଛି। ଏଥିମଧ୍ୟରୁ ସର୍ତ୍ତ ହେଉଛି ସର୍ବନିମ୍ନ ମାସିକ ଆୟ। ପୂର୍ବରୁ ସରକାର ପକ୍ଷରୁ ଏଥିପାଇଁ ସୀମା 10,000 ଟଙ୍କା ଥିଲା, ଯାହାକୁ ହଟାଇ 15,000 ଟଙ୍କା କରାଯାଇଛି। ଏହା ବ୍ୟତୀତ ଯେଉଁମାନଙ୍କର ପୂର୍ବରୁ 2 ଚକିଆ ଯାନ କିମ୍ବା ମାଛ ଧରିବା ଡଙ୍ଗା ଥିଲା ସେହି ଲୋକମାନେ ଆବେଦନ କରିପାରୁନଥିଲେ। କିନ୍ତୁ ଏବେ ଯଦି କାହା ପାଖରେ ସ୍କୁଟର କିମ୍ବା ବାଇକ୍ ଅଛି ତେବେ ସେ ମଧ୍ୟ ଯୋଜନାର ଲାଭ ପାଇବା ପାଇଁ ଆବେଦନ କରିପାରିବେ। 15 ମେ ପର୍ଯ୍ୟନ୍ତ ସମୟ ସୀମା। ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେର ଶେଷ ତାରିଖ 30 ଏପ୍ରିଲ 2025 ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ଏହି ତାରିଖକୁ ବୃଦ୍ଧି କରିଛନ୍ତି ଏବଂ ଏହାକୁ 30 ଏପ୍ରିଲ 2025 ପରିବର୍ତ୍ତେ 15 ମଇ 2025 କରାଯାଇଛି। ଯେଉଁମାନେ ଏପର୍ଯ୍ୟନ୍ତ ଏହି ଯୋଜନାର ଲାଭ ଉଠାଇ ପାରିନାହାନ୍ତି ସେହି ଲୋକମାନେ ସୁବିଧା ପାଇବା ପାଇଁ 15 ମେ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହିଭଳି ଖବରର ଅପଡେଟ୍ ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ଧନ୍ୟବାଦ।